ପାଠର ନାମ ହେଉଛି ସେହି ସ୍ମରଣୀୟ ଦିବସ ଗାଁ ମଜଲିସ। ହରେକୃଷ୍ଣ ମହାତାବ ପାଠ କିଏ ଲେଖିଛନ୍? ଆଜି ତାଙ୍କ କର୍ମ ପ୍ରଶ୍ନ ଉତ୍ତର। ପାଠର 1 ନମ୍ବର ପ୍ରଶ୍ନର ଉତ୍ତର ହେଉଛି କର ଉତ୍ତର ହେଉଛି ପୁସ୍ତା, ଖର ଉତ୍ତର ହେଉଛି କଟକ, ଗର ଉତ୍ତର ହେଉଛି ବାରବାଟୀ କିଲ୍ଲା, ଘର ଉତ୍ତର ହେଉଛି ଲାଲବାଗ, ଉଁର ଉତ୍ତର ହେଉଛି ଡକ୍ଟର କାଟୁଚ, ଚର ଉତ୍ତର ହେଉଛି ଗାନ୍ଧିଜୀ, ଛର ଉତ୍ତର ହେଉଛି ଡକ୍ଟର ମହତାବ, ଜର ଉତ୍ତର ହେଉଛି ଖୁଦିରାମ, ଝର ଉତ୍ତର ହେଉଛି ଖୁଦିରାମ, ନିୟର ଉତ୍ତର ହେଉଛି ଶହୀଦ ହଲ, ଟର ଉତ୍ତର ହେଉଛି କେରିୟର, ଠର ଉତ୍ତର ହେଉଛି ପୁରସ୍କାର, ଡର ଉତ୍ତର ହେଉଛି କୋରାପୁଟ, ଢର ଉତ୍ତର ହେଉଛି 25 ବର୍ଷ, ଅଣ ଉତ୍ତର ହେଉଛି ଆନନ୍ଦ, ତର ଉତ୍ତର ହେଉଛି ନୂତନ, ଥର ଉତ୍ତର ହେଉଛି କଟକ, ଦର ଉତ୍ତର ହେଉଛି ରାଜା ଓ ସୁବେଦାର, ଧର ଉତ୍ତର ହେଉଛି ରାଜ୍ୟପାଳ, ନର ଉତ୍ତର ହେଉଛି ଡକ୍ଟର କାଟୁଚ, ପର ଉତ୍ତର ହେଉଛି ଡକ୍ଟର କାଟୁଚ, ଫର ଉତ୍ତର ହେଉଛି ରାଜନୀତି, ବର ଉତ୍ତର ହେଉଛି ଗାନ୍ଧିଜୀ, ଭର ଉତ୍ତର ହେଉଛି ଶିକ୍ଷିତ ଗୋଷ୍ଠୀ, ମର ଉତ୍ତର ହେଉଛି ଇତିହାସ, ଜର ଉତ୍ତର ହେଉଛି ଥିଏଟର, ରର ଉତ୍ତର ହେଉଛି ଫାଶୀ ଖୁଣ୍ଟ, ଲର ଉତ୍ତର ହେଉଛି ଖୁଦିରାମ, ୱାର ଉତ୍ତର ହେଉଛି ଡକ୍ଟର ମହାତାବ, ସର ଉତ୍ତର ହେଉଛି ଭତ୍ତା, ସର ଉତ୍ତର ହେଉଛି ଭିକ୍ଷୁକ, ସର ଉତ୍ତର ହେଉଛି କୋରାପୁଟ, ହର ଉତ୍ତର ହେଉଛି ଦୁଃସ୍ୱପ୍ନ, କ୍ଷର ଉତ୍ତର ହେଉଛି ଆନନ୍ଦ, ୟର ଉତ୍ତର ହେଉଛି ସ୍ୱାଧୀନତା। 2 ନମ୍ବର ପ୍ରଶ୍ନ ଉତ୍ତର ଆସିଲା ଯେନ୍ଟାକି ଏଇଟା ବି 1 ମାର୍କା ରହୁଛି। କର ଉତ୍ତର ହେଉଛି ଶେଷରେ ଅନ୍ଧକାର ରାତ୍ରିରେ ଅବସାନ ହେଲା। ଖର ଉତ୍ତର ହେଉଛି ନୂତନ ଯୁଗର ମାରମ୍ଭ ବିଷୟ ଘୋଷଣା କରିବାକୁ ଉଷାର ଆଗମନ ହେଲା। ଗର ଉତ୍ତର ଭାରତର ଇତିହାସ ନୂତନ ଯୁଗର ଅୟମାରମ୍ଭ ବିଷୟ ଘୋଷଣା କରିବାକୁ ଉଷାର ଆଗମନ ହେଲା। ଘର ଉତ୍ତର ରାତି ଅଧରୁ କୋଲାହଳ ଜାତୀୟ ଓ ଭକ୍ତି ଗୀତର ମୂର୍ଚ୍ଛନା ବାଦ୍ୟ ଓ ଶଙ୍ଖନାଦରେ କଟକ ସହର ମୁଖରିତ ହୋଇ ଉଠିଲା। ମୋର ଉତ୍ତର ହେଉଛି ଶୋଭାଯାତ୍ରା କୋଲାହଳ ଜାତୀୟ ଓ ଭକ୍ତି ଗୀତର ମୂର୍ଚ୍ଛନା କଟକ ସହରକୁ ମୁଖରିତ କରିଥିଲା। ଚର ଉତ୍ତର ସୂର୍ଯ୍ୟୋଦୟ ପୂର୍ବରୁ ଡକ୍ଟର ମହତାବ ଡକ୍ଟର କୈଳାସନାଥ କାଟୁଚ ସାକ୍ଷାତ କରିବାକୁ ଯାଇଥିଲେ। ଛର ଉତ୍ତର ସ୍ୱାଧୀନତା ପୂର୍ବରୁ ଡକ୍ଟର କୈଳାସନାଥ କାଟୁଚ ଓଡ଼ିଶାର ରାଜ୍ୟପାଳ ଥିଲେ। ଜର ଉତ୍ତର ସ୍ୱାଧୀନତା ପୂର୍ବରୁ ଓଡ଼ିଶାର ରାଜ୍ୟପାଳମାନେ ଲାଲବାଗରେ ରହୁଥିଲେ। ଝ ଐତିହାସିକ ସ୍ଥାନ ଲାଲବାଗ 200 ବର୍ଷ ଧରି ମୋଗଲମାନଙ୍କ ସରକାରୀ ବାସଭବନ ହୋଇ ରହିଥିଲା। ନିୟ ନମ୍ବର ଡକ୍ଟର ମହତାବ ରାଜ୍ୟପାଳଙ୍କ ନିକଟରେ ପହଞ୍ଚିବା ପରେ ରାଜ୍ୟପାଳ ହାତ ଧରି ପକାଇ ମହତାବ ସାହେବ କେତେ ଶତାବ୍ଦୀ ପରେ କହିଲେ। ଟ ଡକ୍ଟର କାଟୁଚଙ୍କ ଉତ୍ତରରେ ଡକ୍ଟର ମହତାବ ପ୍ରାୟ 1000 ବର୍ଷ ପରେ କହିଲେ। ଠର ଉତ୍ତର ଏକାଦଶ ଶତାବ୍ଦୀ ଠାରୁ ଆରମ୍ଭ କରି ତା ପରବର୍ତ୍ତୀ ଶତାବ୍ଦୀମାନଙ୍କରେ ଲୋକମାନଙ୍କ ମନରେ ଧାରଣା ହେଲା ଦେଶ ବ୍ୟାପାରରେ ସେମାନଙ୍କର କିଛି କରିବାର ନାହିଁ। ଡ ଲୋକମାନଙ୍କ କେଉଁ ଧାରଣାକୁ ଗାନ୍ଧିଜୀ ଯାଦୁ ବଳରେ ଧ୍ୱଂସ କରିଥିଲେ? ଲୋକମାନଙ୍କର ଶାସକମାନଙ୍କ ଆଶ୍ରିତ ପ୍ରଜା ଚିନ୍ତା ଧାରଣାକୁ ଗାନ୍ଧିଜୀ ଯାଦୁ ବଳରେ ଧ୍ୱଂସ କରିଦେଲେ। ଢ ଭାରତର ଇତିହାସର ବିଭିନ୍ନ ଘଟଣାବଳୀ ଆଲୋଚନା କାଳରେ ଡକ୍ଟର ମହତାବ ଆଖିରୁ ଲୁହ ଗଡ଼ି ଆସିଥିଲା। ଣ ନମ୍ବର ଉତ୍ତର ସ୍ୱାଧୀନତାର ପ୍ରଥମ ଦିନଟି ସହରର ପ୍ରତିଟି ଘରେ ଉତ୍ସବ ଲାଗି ରହିଥିଲା ଏବଂ
उत्सव ही ସେହି दिनटी कटिगला। तो ସହରର ସାଧାରଣ ଲୋକଙ୍କ ଆଖିରୁ ଆନନ୍ଦ ଉତ୍ସାହ କଥା ଜଣା ପଡୁଥିଲା। ଥ ର ଉତ୍ତର ହେଉଛି ସ୍ୱାଧୀନତାର ପ୍ରଥମ ଦିନ ରାତିରେ ଥିଏଟର ହଲରେ ପ୍ରଦର୍ଶିତ ହେଉଥିବା ଏକାଙ୍କିକା ନାମ ଯୁଗେ ଯୁଗେ ଭାରତ। ଦ ଡକ୍ଟର ହରେକୃଷ୍ଣ ମହାତାବ ଏବଂ ଶ୍ରୀ ସଚ୍ଚିନ ଦତ୍ତ ନାଟକଟିର ପରିକଳ୍ପନା କରିଥିଲେ। ଧର ଉତ୍ତର ଗ୍ରୀନ ରୁମରୁ ରଙ୍ଗମଞ୍ଚକୁ ବାହାରି ଆସିବା ତେଜିଆନ ଯୁବକ ନାମ ଖୁଦିରାମ। ନର ଉତ୍ତର ଖୁଦିରାମଙ୍କ ପ୍ରାଣପାତ ବ୍ୟର୍ଥ ହୋଇନାହିଁ। ପ ଆଜିର ଆନନ୍ଦରେ ମୁଁ ମଧ୍ୟ ଭାଗିଦାର ହେଉଛି। ଖୁଦିରାମଙ୍କ ଏହି କଥା ଡକ୍ଟର ମହତାବଙ୍କ ମନରେ ଗଭୀର ରେଖାପାତ କରିଥିଲା। ଫର ଉତ୍ତର ହେଉଛି ତୁମେ ମୋତେ ମନେ ରଖିଛ। ଏହି ଶବ୍ଦ ସାରା ରାତିରେ ଡକ୍ଟର ମହତାବଙ୍କ କାନ ପାଖରେ ପ୍ରତିଧ୍ୱନିତ ହେବାକୁ ଲାଗିଲା। ବର ଉତ୍ତର ରାଜନୈତିକ କର୍ମୀମାନଙ୍କ ଭତ୍ତା ଦେବା ନିମନ୍ତେ ଡକ୍ଟର ମହତାବ ସ୍ୱାଧୀନତା ପରଦିନ ଯୋଜନା ପ୍ରସ୍ତୁତି କରିଥିଲେ। ଭର ଉତ୍ତର କଟକଠାରେ ଶହୀଦ ହଲ ନିର୍ମାଣ ପାଇଁ ଡକ୍ଟର ମହତାବ ଟଙ୍କା ମଞ୍ଜୁର କରିଥିଲେ। ମୋର ଉତ୍ତର ଯେଉଁ ସ୍ୱାଧୀନ ସଂଗ୍ରାମୀମାନେ ପୋଲିସ ଗୁଳିରେ ନିହତ ହୋଇଛନ୍ତି ଅଥବା ସଂଗ୍ରାମ କାଳରେ ପ୍ରାଣ ହରାଇଛନ୍ତି ସେମାନଙ୍କର ନାମ ଶହୀଦ ହଲରେ ଖିଦାଦିତ ହେବା କଥା। ଜ ସ୍ୱାଧୀନତାର ସ୍ୱପ୍ନ ଦେଖୁଥିବା ଲୋକକୁ ଗୁଲି କରାଗଲା ଓ ଫାଶୀ ଦିଆଗଲା। ର ବିଶାଳ ନେତା ସ୍ୱାଧୀନତା ପାଇଁ ଆନ୍ଦୋଳନରେ ଉତ୍ତର ବିଶାଳ ଜନତା ସ୍ୱାଧୀନତା ପାଇଁ ଆନ୍ଦୋଳନରେ ବିଭୋର ହୋଇ ଉଠୁଥିଲେ। ଲ ସ୍ୱାଧୀନତା ସେମାନଙ୍କ ପାଇଁ ପୁରସ୍କାର ଏକଥା ବିଶାଳ ଜନତା ଭାବୁଥିଲେ। ଓ ବର ଉତ୍ତର ହେଉଛି ଦୂରବର୍ତ୍ତୀ ଗାଁ ଗଣ୍ଡରେ ସ୍ୱତଃ ସ୍ୱାଧୀନତାର ଉତ୍ସବ ପାଳିତ ହେଉଥିବାର ଖବର ପହଞ୍ଚିଥାଏ। ସଭ୍ୟତାର ବହୁତ ଦୂରରେ ଥିବା କୋରାପୁଟ ଜିଲ୍ଲାର ଆଦିବାସୀମାନେ ମଧ୍ୟ ସ୍ୱାଧୀନତା ପାଇଁ ଆନନ୍ଦରେ ମାତି ଉଠିଥିଲେ। କେଉଁମାନେ ସ୍ୱାଧୀନତା ରକ୍ଷା କରିବେ? କେବଳ ଆଦିବାସୀ କାହିଁକି ସାରା ଦେଶର ଲୋକେ ସ୍ୱାଧୀନତା ରକ୍ଷା କରିବେ। ଥିଲା 1 ମାର୍କର ପ୍ରଶ୍ନ ଉତ୍ତର।